ସାଙ୍ଗମାନେ ଆପଣମାନେ କେବେ ଚାର୍ଜରରେ ଚାବି ଲଗାଇଛନ୍ତି କି ଲଗାଇନାହାନ୍ତି ନା? ଆପଣମାନଙ୍କୁ ପୁରା ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ପୁରା ଦେଖନ୍ତୁ କି ମୁଁ ଚାର୍ଜରରେ ଚାବିକି କେମିତି ଲଗାଉଛି। ତ ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ମୋର କିଛି ଏମିତି ସକ୍ସ ନେଇକିରି, ତ ସକ୍ସକୁ ମୁଁ ଗୋଟେ ବଢ଼ିଆ ଇଜି ପ୍ରୋସେସ୍ରେ ଫୋଲ୍ଡିଂ କରିବି। ସେଇଟା ଆପଣମାନେ ଧ୍ୟାନର ସହ ଦେଖନ୍ତୁ, ଆଉ ଖୁବ୍ କମ୍ ଜାଗା ମଧ୍ୟରେ ଆମେ କେମିତି ୟାକୁ ରଖିପାରିବା। ତ ସକ୍ସକୁ ଗୋଟେ ଅପ୍ ଡାଉନ୍ କରିକି ରଖିବେ, ଗୋଟେ ମାନେ ଦେଖନ୍ତୁ ମୁଁ ଯେମିତି ରଖୁଛି। ତାପରେ ଆପଣମାନେ ଗୋଟିଏ ପଟୁ ଫୋଲ୍ଡ କରିନେବେ, ମାନେ ବଡ଼ ସାନ କରି ଫାଷ୍ଟ ରଖିନେବେ। ତାପରେ ଆପଣମାନେ ଏମିତି ଫୋଲ୍ଡ କରିନେବେ। ଆଉ ଯେଉଁ ପାର୍ଟଟା ଆପଣମାନଙ୍କୁ ଦେଖନ୍ତୁ ଅଧିକ ବଳିଛି, ସେଇଟାକୁ ଆପଣମାନଙ୍କୁ ତା ଭିତରେ ପୁରା ଫୋଲ୍ଡ କରିବାର ଅଛି। ଆଉ ଏଇଟା ଖୁବ୍ କମ୍ ଜାଗା ମଧ୍ୟରେ ମଧ୍ୟ ଆପଣମାନେ ୟାକୁ ରଖିପାରିବେ। ତ ଏଇଟା ଛୋଟ ଜିନିଷଟା କେଉଁଠି ରହିଯାଇଥାଏ ତ ଆମେ ଜାଣିନଥାଉ। ତ ଏମିତି ଆପଣ ଫୋଲ୍ଡିଂ କରିକିରି ଗୋଟେ ଜାଗାରେ ଯୋଡ଼େ ସକ୍ସକୁ ଆପଣମାନେ ଆରାମସେ ପୁରା ରଖିପାରିବେ। ଏ ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ଫୋଲ୍ଡିଂ ହେଇକି ରହିଗଲା, ଆଉ ଜମାରୁ ବି ଏପଟ ସେପଟ ହେବନି। ଆଉ ଯଦି ଆପଣମାନେ କୁଆଡ଼େ ଟ୍ରାଭେଲିଂରେ ଯାଉଛନ୍ତି ତ ଆରାମସେ 2-3ଟା ହଳ ଆପଣମାନେ ନେଇପାରିବେ। ତ ଚାଲନ୍ତୁ ଦେଖିନେବା ସେକେଣ୍ଡ ଟିପ୍ସ କ'ଣ ଅଛି। ସେକେଣ୍ଡ ଟିପ୍ସ ଅଛି ମୋର ଏମିତି ଅଛି DSLକୁ ନେଇକିରି। ତ ଏବେ ତ ବର୍ଷା ଦିନ ଚାଲିଛି, ତ DSL ଆମେ ଗୋଟେ ଜାଗାରେ 2ଟା କି 3ଟା କାଠି ଆମକୁ ଲଗାଇବା ପାଇଁ ପଡ଼ୁଛି, ଯାହାଫଳରେ ଆମର କମ୍ ଦିନ ଭିତରେ DSLଟି ଆମର ସରିଯାଇଥାଏ। ତ ସେଥିପାଇଁ ଆପଣମାନଙ୍କୁ ବଢ଼ିଆ ଗୋଟେ ଟିପ୍ସଟେ ଦେବି। ଟିପ୍ସ ଭଲ ଲାଗିଲେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନଥିବେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ବଟନ୍ କ୍ଲିକ୍ କରିବେ, ଯାହାଫଳରେ କି ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ତ ଆପଣମାନେ କ'ଣ କରିବେ ନା, ଯେଉଁ ପାଉଡ଼ର ଆପଣମାନେ ୟୁଜ୍ କରୁଛନ୍ତି ସେ ପାଉଡ଼ରକୁ ଆପଣମାନେ DSLର ଏଇ ପାର୍ଟ ଉପରେ ଆପଣମାନଙ୍କୁ ରଞ୍ଜକ ଯେଉଁଠି ଅଛି ସେଇଠି ଆପଣମାନଙ୍କୁ ପାଉଡ଼ର ଦେବାକୁ ପଡ଼ିବ। ପାଉଡ଼ର ଦେଇକି ଆପଣମାନେ ହାତରେ ଟିକେ ତାକୁ ଚାରିପଟେ ସ୍ପ୍ରେଡ଼୍ କରିନେବେ, ଯାହାଫଳରେ କି ଓଦା ହେବା ଦ୍ୱାରା ଆମର ମାନେ ଓଦାଳିଆର ଅଂଶ ଟିକେ ରହିବା ଦ୍ୱାରା ଆମର DSLଟା କାଠି ଆମକୁ ଠିକ୍ସେ ଜଳି ନଥାଏ। ତ ସେଥିପାଇଁ ଆପଣମାନେ ଏଇ ଟାଇପ୍ର ପାଉଡ଼ରକୁ ଏମିତି DSL ଖୋଳର ଏମିତି ପାର୍ଟରେ ଦେଇନେବେ। ତ ଦେଖିବେ ଆପଣମାନଙ୍କ ଯାହା ବି ଥିବ ଓଦାଳିଆ ଅଂଶ ପାଉଡ଼ର ତାକୁ ଅବଜର୍ଭ କରିନେବ। ଆଉ ଆପଣମାନେ ଗୋଟେ ସେକେଣ୍ଡରେ ଆପଣମାନେ DSLକୁ କେମିତି ଜଳାଉଛନ୍ତି ମୁଁ ସେଇଟାକୁ ଜଳାଇକିରି ବି ଆପଣମାନଙ୍କୁ ଦେଖାଉଛି। ତ ଦେଖନ୍ତୁ ଗୋଟେ ଥରକରେ ଆପଣମାନେ DSLଟାକୁ ଜଳାଇ ପାରିବେ। ଆଶା କରୁଛି ଏ ଟିପ୍ସଟି ମଧ୍ୟ ଭଲ ଲାଗୁଛି। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନଥିବେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ବଟନ୍ କ୍ଲିକ୍ କରିବେ, ଯାହାଫଳରେ କି ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ତ ଆମେ ତ ଚାବିକି ଚାର୍ଜରରେ କ'ଣ ପାଇଁ ଦେବା ଚାଲନ୍ତୁ ଦେଖିବା। ତ ଆମେ ଚାର୍ଜର ତ ରେଗୁଲାର ୟୁଜ୍ କରିଥାଉ, ତ ଏମିତି ଆମର ଯେମିତି ତା ଭିତରେ ଆମର ଡଷ୍ଟ ଲାଗିଯାଇଥାଏ, ତ ଆମ ଚାର୍ଜଟା ଠିକ୍ସେ ଚାର୍ଜ ହୋଇନଥାଏ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ସୁନ୍ଦର ଆଇଡ଼ିଆଟେ ଦେବି। ତ ଗୋଟେ ଚାବି ଦ୍ୱାରା ଆମେ ତାକୁ କେମିତି ସଫା କରିବା ବା କ୍ଲିନ୍ କରିବା, ଧ୍ୟାନର ସହ ଭିଡ଼ିଓକୁ ଦେଖନ୍ତୁ। ଭିଡ଼ିଓ ୟୁଜଫୁଲ୍ ଲାଗିଲେ ଫ୍ରେଣ୍ଡମାନଙ୍କ ସହିତ ସେୟାର କରିବେ। ତ ଚାବିର ଏଇ ପାର୍ଟରେ ଆପଣମାନେ କିଛି କଟନ୍କୁ ନେଇଯିବେ। ତ ମୁଁ ଯେମିତି କରୁଛି ଧ୍ୟାନର ସହ ପାଖରୁ ପୁରା ଦେଖନ୍ତୁ। ଆମ ଚାର୍ଜର ତ ସବୁବେଳେ ୟୁଜ୍ କରିଥାଉ, କିନ୍ତୁ ତାର ବି କ୍ଲିନ୍ ନିହାତି ଭାବରେ ଦରକାର। ଆମେ କେଉଁ ଉପାୟରେ ତାକୁ କ୍ଲିନ୍ କରିବା ତାର ଗୋଟେ ସୁନ୍ଦର ଟିପ୍ସଟା ଆପଣମାନଙ୍କ ସହିତ ସେୟାର କରିବି। ଭାବିବେ ଆପଣ ନିହାତି ଭାବରେ ଏଇ ଟିପ୍ସଟିକୁ କାମରେ ଲଗାଇବେ। ତ କିଛି କଟନ୍କୁ ଦେଇସାରିଲା ପରେ ଆପଣମାନେ ଯେଉଁ ତେଲ ଆପଣମାନେ ୟୁଜ୍ କରୁଛନ୍ତି ଘରେ ସେ ତେଲକୁ ଆପଣମାନେ ଟିକେ ଦେଇନେବେ। ତ କଟନ୍ରେ ଆପଣ ଦେଲେ ମାନେ ତାରେ ଆପଣମାନେ ଯାହା ବି ଡଷ୍ଟ ଲାଗିଥିବ ଆପଣମାନଙ୍କର ଆରାମସେ ବାହାରି ଆସିବ। ତ କେମିତି ଡଷ୍ଟ ଲାଗିଛି ସେଇଟା ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ପାଖରୁ ଦେଖିଲେ ଆପଣମାନେ ଜାଣିପାରିବେ। ତ ଏମିତି ଯେଉଁ ଚାର୍ଜର ଯେଉଁ ପଏଣ୍ଟଟା ଅଛି ସେଇଠି ଆପଣମାନେ ଏମିତି ଗୋଟେ କଟନ୍ ସାହାଯ୍ୟରେ ତାକୁ ଆପଣମାନଙ୍କୁ ସଫା କରିବାର ଅଛି। ତ ଆପଣମାନେ ନିଜେ ଘରେ ଟ୍ରାଏ କଲେ ଜାଣିପାରିବେ କି ଆମ ଚାର୍ଜର ଭିତରେ କେତେ ବି ମାନେ ଡଷ୍ଟ ଲାଗିଛି, ଯାହାଫଳରେ କି ଆମ ଚାର୍ଜର ଠିକ୍ ସମୟରେ ଚାର୍ଜ ହୋଇପାରିନଥାଏ। ତ ଆମେ ଯାଇ ମାର୍କେଟରୁ ପୁଣି ଚାର୍ଜର ନେଇକରି ଆସିଥାଉ। ତ ଏଇ ଟ୍ରିକ୍ ଦ୍ୱାରା ଆପଣମାନେ ଚାର୍ଜରକୁ କ୍ଲିନ୍ କରିପାରିବେ, ଯାହାଫଳରେ କି ଆପଣମାନଙ୍କ ଟାଇମ୍ ସହିତ ମନି ମଧ୍ୟ ସେଭିଙ୍ଗ ହେଇକି ରହିବ। ଆଶା କରୁଛି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓ ଆପଣମାନେ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ସହିତ ଯେଉଁ ସବୁ ଟିପ୍ସ ମୁଁ ସେୟାର କଲି ସବୁ ଜିରୋ କଷ୍ଟରେ ଅଛି, ଆଉ ବହୁତ ୟୁଜଫୁଲ୍ ଟିପ୍ସ ଅଛି। କେଉଁ ଟିପ୍ସ ଆପଣମାନଙ୍କୁ ଭଲ ଲାଗିଲା ନିହାତି ଭାବରେ ମୋତେ କମେଣ୍ଟ ସେକ୍ସନରେ ନିହାତି ଭାବରେ ଜଣାଇବେ। ତ କଟନ୍ରେ ଦେଖନ୍ତୁ କେତେ ଡଷ୍ଟ ଲାଗିଛି, ଆପଣମାନଙ୍କୁ ଟିକେ ପାଖକୁ ଦେଖାଇଲେ ଆପଣମାନେ ଠିକ୍ସେ ଜାଣିପାରିବେ। ତ ଦେଖନ୍ତୁ କଟନ୍ରେ ଦେଖନ୍ତୁ କେମିତି ଲାଗିଛି। ରହୁଛି, ଜୟ ଜଗନ୍ନାଥ।